ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଯଶୀପୁର ବ୍ଲକର ରାମତୀର୍ଥଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଚାରା ରୋପଣ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ, ଗତ ବର୍ଷ ବି ବୃକ୍ଷରୋପଣ ହେଇଥିଲା। ବାସ୍ତୁରେ ଏକ ଜାଗାକୁ ଆମେ ଗୋଟେ ମଡେଲ ଇକୋ ପାର୍କ ହିସାବରେ ଡେଭଲପ୍ କରୁଛୁ। ଆଜି ସେ ଭିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ତ ନିଶ୍ଚିତ ଭାବରେ ଏ ବର୍ଷ ଆହୁରି ଆମେ ବ୍ୟାପକ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଦେଖୁଛନ୍ତି ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏ ବର୍ଷ ବିଳମ୍ବରେ ବର୍ଷା ଆସିଛି, ଗୋଟେ ଚିନ୍ତାଜନକ ବିଷୟ ଅଛି। ତ ଆଗାମୀ ଭବିଷ୍ୟତ ପାଇଁ ଆମେ ଯଦି ସୁରକ୍ଷା କରିବେ ସୃଷ୍ଟି ଏବଂ ବୃକ୍ଷ ହିଁ ଜୀବନ ଜଳ ହିଁ ଜୀବନକୁ ଆଧାର କରିକି ଆମେ ଆଗକୁ ଯାଉଛେ। ଜଳ ବିଭାଗ ଏଥର 3 କୋଟିରୁ 4 କୋଟି ବୃକ୍ଷରୋପଣ ଏଥର କରିବାର ଅଛି। ବାରିପଦା ପୌରାଞ୍ଚଳର ରଘୁନାଥପୁର ଲେପ୍ରୋସି କଲୋନୀରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ, ଜଙ୍ଗଲ ଜମି ପଟ୍ଟା ଆଜି 27 ଜଣକୁ ଲେପ୍ରୋସି କଲୋନୀରେ ଦିଆଗଲା, ଯୋଉଟା କି ଦୀର୍ଘ ଦିନର ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବାର ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ। ଆଉ ପଟ୍ଟା ନ ପାଇବା କାରଣରୁ ପଟ୍ଟାରୁ ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହେଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଜଣ ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟା ତାଙ୍କୁ ଦେଲୁ ଏବଂ 49 ଜଣଙ୍କୁ ଶିରୋନାମା ମଧ୍ୟ ଆଜି ଦିଆଗଲା ଏବଂ ସେମାନେ ଯୋଉ 27 ଜଣ ଏଠି ପଟ୍ଟା ପାଇଲେ ସେମାନଙ୍କୁ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ। ଘର ପାଇବେ ଏବଂ ଭଲରେ ସେମାନେ ରହିବାର ବ୍ୟବସ୍ଥା ପାଇବେ ଏବଂ ଏଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯୋଉ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତେଣୁ ତାଙ୍କର ଚଳଣି ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉଛି। ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତ ମାସ 29 ତାରିଖ ଠାରୁ ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32ଟି ମହାବଳ ବାଘ ରହିଥିବା ବେଳେ 20ରୁ ଉର୍ଦ୍ଧ୍ୱ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4ଟି ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପ୍ରାଣୀ ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 9ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି ରହିଥିଲେ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ କହିଛନ୍ତି। ଚିଠା ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ 18,17,680 ଜଣ ମତଦାତା ରହିଛନ୍ତି। ସେଥିମଧ୍ୟରୁ 9,07,238 ଜଣ ପୁରୁଷ ଓ 9,07,238 ଜଣ ମହିଳା ମତଦାତା ଅଛନ୍ତି। 352ଟି ନୂତନ ମତଦାତା କେନ୍ଦ୍ର ସୃଷ୍ଟି କରାଯାଇଛି। ଜିଲ୍ଲାରେ ମୋଟ 2,724ଟି ମତଦାନ କେନ୍ଦ୍ର ହୋଇଛି। 63,946 ଜଣ ମୃତ ମତଦାତା ଏବଂ 32,623 ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କୁ ବାଦ୍ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।